କାଣା ଆପଣମାନେ ଏନ୍ତା ଗୋଟେ ମନ୍ଦିର ବିଷୟରେ ଜାଣିଛନ୍ ଯେନ ସ୍ୱୟଂ ମହାଦେବ ଆଉ ମା ପାର୍ବତୀଙ୍କର ବାହାଘର ହେଇଥିଲା? ହଁ, ମୁଇଁ କହୁଛେ ତ୍ରିଯୋଗୀନାରାୟଣ ମନ୍ଦିର ବିଷୟରେ। ସମକୁ ଜୁହାର, ଜୟ ମା ସମଲେଇ। ଚାଲ ଜାନ୍ମା ଆଜି ମନ୍ଦିର ବିଷୟରେ। ଆଉ ଇ ମନ୍ଦିରଟା ଉତ୍ତରାଖଣ୍ଡର ସୀତାପୁର ପାଖେ ସୀତାପୁରନୁ 20 କିଲୋମିଟର ଦୂରେ ଅଛି। ଆଉ ଇ ମନ୍ଦିର ଡେସ୍କ୍ରିପ୍ସନଟା ଦେଖିପାରୁଥିବ, ଏନ ଲେଖା ହେଇଛେ। ଆଉ ଯିଏ ବି ଚାହିଁବ ସ୍କ୍ରିନସଟ୍ ନେଇକିରି ଦେଖିପାରବ। ଇ ମନ୍ଦିର ମାନ୍ୟତା ଅଛେ, ପୌରାଣିକ କଥାରେ ଲେଖା ହେଇଛି ଯେ ଇ ମନ୍ଦିରରେ ମା ପାର୍ବତୀ ଆଉ ସ୍ୱୟଂ ମହାଦେବ ବାହାଘର ହେଇଥିଲା। ଆଉ ଇ ମନ୍ଦିରକେ ଆସବାର୍ ଲାଗି ହେଲେ ଆଉ ଯେନ୍ ମାନେ ବି ଉତ୍ତରାଖଣ୍ଡ ଯାଉଛନ୍, କେଦାରନାଥ ଆଡ଼େ ଯାଉଛନ୍, ସେନ ଗଲାବେଳେ ରାସ୍ତାରେ ଇ ମନ୍ଦିରଟା ପଡ଼୍ସି। ଆଉ ଇ ମନ୍ଦିରକେ ପୁରା ଗାଡ଼ି ଆଇସି, ଆଉ ରାସ୍ତା ଟିକେ ବହୁତ କଠିନ ଅଛେ। ଆଉ ଇ ମନ୍ଦିରରେ ଦେଖିପାରୁଥିବ ଯିଏ ବି ଆଇସନ୍ ଇନ ବାହା ହେଇକରି ଯାଏସନ୍। ସେ ଆଗରୁ ବାହା ହେଇଥିଲେ ବି ଇ ମନ୍ଦିରରେ ଥରେ ଥରେ ବାହା ହେଇକରି ଯାଏସନ୍। ଆଉ ଇଟା ଦେଖିପାରୁଥିବ ସେ ଯେନ୍ ହୋମକୁଣ୍ଡଟା ଯେନ ଶିବ ପାର୍ବତୀଙ୍କର ବାହାଘର ହେଇଥିଲା, ସେ ହୋମକୁଣ୍ଡଟା ଆଜି ତକ୍ ଜଲୁଛେ ବୋଲିକରି କହିସନ୍। ଆଉ ଇଟା ଅଖଣ୍ଡ ଜ୍ୟୋତି ଲେଖେ ସବୁଦିନ ଜଲୁଥିସି। ଇଟା ଆଜି ତକ୍ ନୁହେଁ ଲିଭେ ବୋଲିକରି କହିସନ୍। ଚାଲ ଇଟା ଦେଖିପାରୁଥିବ ତ୍ରିଯୋଗୀନାରାୟଣ ଟେମ୍ପଲ୍, ଯେନ୍ଟାକି ଉତ୍ତରାଖଣ୍ଡରେ ଅଛେ। ଆଉ ଯିଏ ବି ଇ ମନ୍ଦିରକେ ଆସବ ସିଓର ଭଲସେ ଦେଖିକରି ଯିବ, ଇନର ବିଷୟରେ ଜାନିକରି ଯିବ। ରହିଲି, ଚାଲ।